ରଥରେ ଆସୁଛନ୍ତି ଜଗତ ଜନନୀ ମା। ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଚଳଚଞ୍ଚଳ। ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଯାଇଛି। ଆଜି ମା ନିଜ ଗମ୍ଭୀରା ଘର ଛାଡ଼ି ନିଜ ସନ୍ତାନମାନଙ୍କୁ ଭେଟିବା ପାଇଁ ଆସିଛନ୍ତି ଭଞ୍ଜନଗର ବଡ଼ ଦାଣ୍ଡକୁ। କେଉଁ ଅନାଦି କାଳରୁ ଅନୁଷ୍ଠିତ ହେଉଥିବା ଠାକୁରାଣୀ ଯାତ୍ରା 3 ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାରେ କୁଲାଡ଼ ମା ବ୍ୟାଘ୍ରଦେବୀ ଓ ଭଞ୍ଜନଗର ସହର ଉପକଣ୍ଠରେ ଥିବା ବୁଢ଼ୀ ଠାକୁରାଣୀଙ୍କୁ ପୂଜା କରାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ମା କୁଲାଡ଼ଠାରୁ ଭଞ୍ଜନଗରକୁ ପାରମ୍ପରିକ ଶଗଡ଼ ଗାଡ଼ିରେ ବସି ଆସନ୍ତି। ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଘଣ୍ଟ ଘଣ୍ଟା ମଧ୍ୟରେ ପାଛୋଟି ଆଣନ୍ତି। ମାଙ୍କ ଘଟ ପ୍ରତିମାକୁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଧରି ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ। ଚଳିତ ବର୍ଷ ଏହି ଠାକୁରାଣୀ ଯାତ୍ରାକୁ ଐତିହାସିକ କରିବା ପାଇଁ ଯାତ୍ରା କମିଟି, ଭଞ୍ଜନଗର ପୋଲିସ ଓ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଭଞ୍ଜନଗର ମାନ୍ୟବର ବିଧାୟକ ତଥା ଭଞ୍ଜନଗର ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ସ୍ୱତନ୍ତ୍ର ଭାବେ ଦୃଷ୍ଟି ରଖି ପରିଚାଳିତ କରୁଛନ୍ତି। ଭଞ୍ଜନଗର ସହରକୁ ସରସ ସୁନ୍ଦର କରିବା ପାଇଁ ସାଜସଜ୍ଜା ସହ ଝୋଟି, କାନ୍ଥଚିତ୍ର, ଆଲୋକସଜ୍ଜା କରିଛନ୍ତି। ଏପ୍ରିଲ 26 ତାରିଖରୁ ମେ 20 ତାରିଖ 24 ଦିନ ଧରି ହେବାକୁ ଥିବା ଠାକୁରାଣୀ ଯାତ୍ରା ସମୟରେ ନିଜର ନୃତ୍ୟ ଗୀତ ପରିବେଷଣ କରିବାକୁ ଆସିବେ ବହୁ ନାମୀ ଦାମୀ କଳାକାର। ସେହିପରି ସହରର ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ମୀନା ବଜାର, ଅପେରା, ସର୍କସ ଭଳି କାର୍ଯ୍ୟକ୍ରମ। ଏହି ସବୁକୁ ଦୃଷ୍ଟି ରଖି ଭଞ୍ଜନଗର ପୋଲିସ ବ୍ୟାପକ ଭାବେ ଟ୍ରାଫିକ୍ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଭଞ୍ଜନଗରରୁ ପ୍ରଫୁଲ୍ଲ କୁମାର ମହାରଣାଙ୍କ ରିପୋର୍ଟ, ଭାଇରାଲ ନ୍ୟୁଜ୍। ଦେଖନ୍ତୁ, এই ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଏ 300 ବର୍ଷର ପ୍ରାୟ 200 ବର୍ଷର ଅତି ପୁରାତନ ଠାକୁରାଣୀ ଯାତ୍ରା। এই ଯାତ୍ରାରେ ଆମର ଆଜି କମିଟି ଭାଇମାନେ 2 ମାସ ହେଲା ଅହରହ ଚେଷ୍ଟା କରି ଆଜି ଶେଷ ସୋପାନରେ ଯାତ୍ରା ପହଞ୍ଚିଛି। ମାତ୍ର ଆଉ 7-8 ଘଣ୍ଟା ବ୍ୟବଧାନରେ ମା ସେଠି ପହଞ୍ଚିବେ। ସେଥିପାଇଁ ଆମର ସମସ୍ତ କମିଟି ମେମ୍ବର, ପ୍ରଶାସନ ଏବଂ ବିଧାୟକ ସମସ୍ତ ଆମେ ପ୍ରସ୍ତୁତ ଅଛୁ ମାଙ୍କୁ କିପରି ସୁରୁଖୁରୁରେ ଏଠି ଆଣିବା ପାଇଁ। ଏହି ଯାତ୍ରାରେ ଆମର ପ୍ରାୟ 17 ପ୍ରକାର ବେଶ, ଭବାନୀପାଟଣାର କାଟାପା, ବାଦ୍ୟଯନ୍ତ୍ର, ମୃଦୁଙ୍ଗ ଯନ୍ତ୍ର, ଘଣ୍ଟ ଯନ୍ତ୍ର ଏବଂ ଦୁଲଦୁଲି ଏ ପ୍ରକାର ବଡ଼ ବାଣ ପଟୁଆର ସହିତ ମାଙ୍କୁ ଆମେ ଆଣିବୁ। ଆଣି ସାରିଲା ପରେ ଆମେ ଯିବୁ ଆମର ଗ୍ରାମ ଦେବତୀ ମା ଠାକୁରାଣୀକୁ ଆଣି ବିଶ୍ରାମ ସ୍ଥଳରେ ରଖି ଆଜିର ଯାତ୍ରା ସମାପନ କରିବୁ। ଆମେ ଅହରହ ଚେଷ୍ଟା କରିଛୁ ସବୁ ଡିପାର୍ଟମେଣ୍ଟ ସହିତ, ମୁଖ୍ୟତଃ ଭାବେ ପୋଲିସ ଡିପାର୍ଟମେଣ୍ଟ ସହିତ ଟ୍ରାଫିକ୍ର ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା ପାଇଁ ଆମେ କ୍ୟାମେରାର ବ୍ୟବସ୍ଥା କରିବାକୁ ଯାଉଛୁ। ଟ୍ରାଫିକ୍ କେମିତି ସୁରୁଖୁରୁ ହେବ, ପ୍ରାୟ 3 ଥର କଲେକ୍ଟରଙ୍କ ସହିତ, ସବ୍ କଲେକ୍ଟର ସହିତ, ପୋଲିସ ଡିଏସ୍ପି, ଏସ୍ପିଙ୍କ ସହିତ କଥାବାର୍ତ୍ତା ହେଇଛୁ। ସବୁ ପ୍ରକାର କାର୍ଯ୍ୟ ଠିକ୍ଠାକ୍ ଚାଲିଛି ବୋଲି ଆଶା କରୁଛୁ। ଏବଂ ହାଇ ଷ୍ଟେସନ ସହିତ କଥାବାର୍ତ୍ତା ସରିଛି, ସେମାନଙ୍କର ହେଲେ ତତ୍ପରତା ଅଛି। ମେଡ଼ିକାଲ ଡିପାର୍ଟମେଣ୍ଟ ସହିତ କଥାବାର୍ତ୍ତା ସରିଛି, ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ କଥାବାର୍ତ୍ତା ସରିଛି। ସବୁ ଡିପାର୍ଟମେଣ୍ଟ ଏଲର୍ଟ ହେଇକି ଅଛନ୍ତି ସବୁ ଜିନିଷରେ ଆମକୁ ସହଯୋଗ କରିବା ପାଇଁ। ତେଣୁ ଆଜି ଆଶା କରୁଛୁ ଆମର କମିଟି ଭାଇମାନଙ୍କ ଜରିଆରେ ବିଭିନ୍ନ ପ୍ରକାର ଯେଉଁ ବେଶ ଆସୁଛି ସମସ୍ତଙ୍କୁ ଗ୍ରୁପ୍ କରି ଆମର କମିଟି ମେମ୍ବର ମାନେ ସେମାନଙ୍କୁ ଆଣି ମାଙ୍କୁ ବିଶ୍ରାମ ନେବେ। ଏବଂ 28 ତାରିଖଠାରୁ ଆମର ଯାତ୍ରା ମାଙ୍କର ସାଇ ପରିକ୍ରମା ଆରମ୍ଭ ହେବ। 15 ତାରିଖରେ ଅଛି ଆମର ବଡ଼ ବଡ଼ ବିଦ୍ୱାନ ପଣ୍ଡିତମାନଙ୍କୁ ଧରି ହୋମର ବ୍ୟବସ୍ଥା। ଏବଂ 16 ତାରିଖରେ ଏଠି ଅମାବାସ୍ୟା ବ୍ରତ ପାଳନ କରାହେବ। 19 ତାରିଖରେ ସିଂହ ବାହିନୀ ଏବଂ 20 ତାରିଖରେ ମାଙ୍କର ପ୍ରତ୍ୟାବର୍ତ୍ତନ।